ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଆଡ଼କଣା ଗାଁ ନିକଟସ୍ଥ ପୂଜା ଡୁଙ୍ଗୁରି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଚନ୍ଦଳି ପାଟଙ୍କ ଛତ୍ର ଯାତ୍ରା ପାହାଡ଼ର ଏକ ଅଦୃଶ୍ୟ ଗୁମ୍ଫାରେ ସମ୍ପନ୍ନ ହୋଇଯାଇଛି। ପୂଜାଟି କେଉଁ ଆବାହନ କାଳରୁ ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ୱାରା ହୋଇଆସୁଥିବା ବେଳେ ଆଜି ମଧ୍ୟ ଭକ୍ତି ଭାବାବେଗ ଓ କାମନା ଭରା ବିଶ୍ୱାସରେ ସମ୍ପନ୍ନ ଏହି ଛତ୍ର ଯାତ୍ରା ଅଞ୍ଚଳର ଅନେକ ଆଦିବାସୀ ସମ୍ପ୍ରଦାୟ ଲୋକେ ଆଜିକାର ଦିନରେ ମାଙ୍କ ନିକଟରେ ନିଜର ଗୁହାରି ଜଣାଇ ଦେବୀଙ୍କ ପାଖରେ ଶରଣାପନ୍ନ ହୋଇଥାନ୍ତି। ମାନସିକଧାରୀ ବ୍ୟକ୍ତି ମାଙ୍କଠାରେ ବୋଦା ବଳି ଦେଇ ମଧ୍ୟ ତାର କୃପା ଲାଭ କରିଥାଏ। ଶୁଣାଯାଏ ପୂଜା ସ୍ଥାନଟି ଘଞ୍ଚ ଜଙ୍ଗଲ ସବୁଜ ବନାନୀ ଓ ଅନେକ ସୁଡ଼ଙ୍ଗ ପଥରହି ପାହାଡ଼ ଘେରା ସ୍ଥାନ ହୋଇଥିଲେ ହେଁ ମାଙ୍କ କୃପାରୁ ଚୈତି ପୁନେଇ ରାତି ଦିବାଲୋକ ଭଳିଆ ସ୍ପଷ୍ଟ ହୋଇଯାଇଥାଏ। ଏମିତିକି ଏହି ରାତ୍ରରେ ମାଙ୍କ ଶରଣାପନ୍ନ ଭକ୍ତମାନେ କୌଣସି ବିଷାକ୍ତ ସରୀସୃପ ତଥା ହିଂସ୍ର ଜନ୍ତୁଙ୍କ ଆକ୍ରମଣର ଶିକାର ହୁଅନ୍ତି ନାହିଁ ଏବଂ ଏ ପ୍ରକାର ଘଟଣା ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ବୋଲି ଲୋକେ କୁହନ୍ତି। ଅପରପକ୍ଷରେ ଆଧୁନିକତାର ସ୍ପର୍ଶରେ ଏବେ ପୂଜା ଅଞ୍ଚଳକୁ ଆସୁଥିବା ଭକ୍ତମାନଙ୍କ ମନୋରଞ୍ଜନ ସକାଶେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ସଂଘର ମିଳିତରେ ଏକ ମା ଚନ୍ଦଳିପାଟ ପୂଜା ଡଙ୍ଗୁରି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁଙ୍ଗୁରିପାଲି ବ୍ଲକ ବିଡିଓ ଦିଲ୍ଲୀପ କୁମାର ବାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ବିଜେପି ଆଦିବାସୀ ମୋର୍ଚ୍ଚା ସେଲ୍ର ରାଜ୍ୟ ସମ୍ପାଦକ ବିହାରୀ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗେନ୍ଦ୍ର ଭୋଇ ଓ ଅନ୍ୟ ବ୍ୟକ୍ତିବିଶେଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ପକ୍ଷରେ ଆୟୋଜକ କମିଟିର ସଭାପତି ତଥା ଚନାବେଡ଼ା ଗାଁ ଗୌନ୍ତିଆ ଡୋଳାମଣି ଭୋଇ ଏ ମହୋତ୍ସବ ଆବାହକ ଦାୟିତ୍ୱରେ ରହିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଞ୍ଚଳର ଯୁବ ସାମ୍ବାଦିକ ତଥା ସମାଜସେବୀ ଗୋପାଳ ମାଝୀ। ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥିଲା ଅନେକ ପ୍ରକାର କଳା ସଂସ୍କୃତି ଭରା ଲୋକନୃତ୍ୟ। ଡୁଙ୍ଗୁରିପାଲିରୁ ଉମାକାନ୍ତ ବାଗ ରିପୋର୍ଟ, ଏ ୱାନ୍ ଓଡ଼ିଶା।